परम पूज्यपाल श्री शिवदानंदर 31तम महाप्राण तिथि प्राय समस्त निश्चित भाव विषय पालन करते 1994 मसीहा अगस्ट 5 तारीख यही कृष्ण त्रयोदशी तिथि दिन ठीक संध्यार प्रार्थना समय संकल्पनी सहित श्री बड़दानर महाप्राण होता पूरी ठाकुरबाड़ी ठारे आम समस्त जानते जे पूर्व दिन हूँ लक्ष्मी माँ जन्म तिथि कृष्ण द्वादशी और दिन से जो कृष्ण द्वादशी से जो बड़ माँ जन्म तिथि समस्ते आनंद विभोर परवर्ती समय ठीक तार परदिन श्री बड़दानर महाप्राण होता जो माँ भजन बोलुले ओडिशा को खूब भल पाते से कारण हूँ से जो परिमाण थे ओडिशार परिमाण कर्मदक्षता ओडिशार परिमाण निष्ठा ओडिशार परिमाण साहसिकता ये सब परम पूज्य श्री बड़दान को बहु भाव माने खूब भल पाते से कहते ओडिशा इज माय आर्ट्स एंड डॉग्स आओ कम देखे दे गले बारंबार ओडिशा आसिक आज जे ओडिशा रे एते जगह सब मंदिर तैयारी तार मूल परम पूज्यपाल श्री बड़दान ये जे श्री ठाकुर जो आचार्य परंपरा सृष्टि करथिले तार प्रथम आचार्य होचंदे परम पूज्यपाल श्री बड़दान आज जे सत्संग कलेवर आम देखुचे जिते सत्संग से कथा जे एते विरुद्ध भाव था सत्संग लोक सत्संग प्रति बहुत कष्ट सही बहुत माने विरुद्ध से माने प्रतिहत कर सत्संग जो आगे तार चेष्टा कर गोटे कारण हूँ श्री ठाकुर से खूब भल पाते जो कथा श्री ठाकुर कहते जे बड़ पक्का पुओ भितर टंका एपट सेपट तफात आम समस्त जानते श्री ठाकुर श्री बड़दान आ श्री बड़मा कहते गोटे आज जे ये तीनोटी विग्रह आम देखुचे परम जो परम पूज्यपाल श्री दादा महाप्राण है तार परवर्ती मुहूर्त परम पूज्य विज्ञता ये कथा आम मान सूझे बहुत विग्रह सत्संग कौटा रहा कौन कौन पालन से जहाँ जहाँ कहते परम पूज्यपाल श्री दादा जीवित अवस्था शेष समय से कहीदे जाते बहुत कथा बड़ बौद्ध की कहीकि जाते आई कथा को पालन कराला से कथा से कहते तीनोटी विग्रह कहीं रही जहाँ श्री ठाकुर मुखर कथा कही जाइए से कहते परम बड़ पक्का भितर टंका एपट सेपट तफात एवं श्री बड़मा से कथा कहते जदि तुम ठाकुर नारी रूप होकर आसी था सी हूँ तुम बड़ एक कथा से निजे श्रीमुखर कहते तेणु यही जना पड़े सी हूँ गोटिया तेणु सी तीनोटी विग्रह निश्चित भाव में एवं परवर्ती कथा हूँ जी आचार्य है जो समय विग्रह रहा से कहीदे जाते परम पूज्यपाल श्री दादा कहीदे जाते से डिक्लेयर करते
ତେଣୁ ଏସବୁ ଦୃଷ୍ଟିରୁ ଆମେ ଦେଖିବା। ତେଣୁ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ହେଉଛନ୍ତି ଶ୍ରୀ ଶ୍ରୀ ଠାକୁର ଆଉ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ଏବଂ ପରମାରାଧ୍ୟା ବଡ଼ମା ଏ ଗୋଟିଏ ଯାହା ଠାକୁର ଚାହୁଁଥିଲେ ଠାକୁର ପାଖରେ ବସିଥିବେ ଯଦି ଗୋଡ଼ ତଳକୁ ଓହ୍ଲେଇଲେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ଜାଣିଛନ୍ତି ଯେ ଠାକୁର କାହିଁକି ଗୋଡ଼ ତଳକୁ ଓହ୍ଲେଇଲେ। ତେଣୁ ସେ ସେଇ ହିସାବରେ ତାଙ୍କୁ ସେ ଯଥାସ୍ଥାନ ଦେବେ, ଧର ବାଥରୁମ୍ ଯିବେ କି କୁଆଡ଼େ ଯିବେ କି ସେ କୁଆଡ଼େ ବୁଲିବାକୁ ଚାହୁଁଛନ୍ତି କୋଉ ମାନେ କ'ଣ ଚାହୁଁଛନ୍ତି ସେ ଠାକୁର ତାହା ଜାଣନ୍ତି, ସେ ବଡ଼ଦା ତାହା ଜାଣନ୍ତି, ଯୋଉ କଥା ସେ ବଡ଼ମା ମଧ୍ୟ ଜାଣନ୍ତି। ଥରେ ପରମ ପୂଜ୍ୟପାଦ ଥରେ ସେ ଠାକୁର ଖାଇସାରିଲା ପରେ କହିଲେ ବଡ଼ ବୋଉ ମୋତେ ମୋର ସିଙ୍ଗଡ଼ା ଖାଇବାକୁ ଇଚ୍ଛା ହେଉଛି। ତେଣୁ ସେ ବଡ଼ମା କହିଲେ ସାଙ୍ଗେ ସାଙ୍ଗେ ସିଙ୍ଗଡ଼ା ତିଆରି କରିକି ଆଣିଦେଲେ, ଠାକୁର ଖାଇଲେ। ସେ ବଡ଼ଦା ସେ କଥା ପଚାରିଲେ କହିଲେ ମା ଆପଣ ଏତେ ଶୀଘ୍ର କେମିତି ସିଙ୍ଗଡ଼ା ତିଆରି କରିକି ଆଣିଦେଲେ ଯେ ବାବା ଖାଇଲେ, ଠାକୁର ଖାଇଲେ। ସେ କଥା ସେ କହିଲେ ଠାକୁର ଯାହା ଚାହାନ୍ତି ମୁଁ ତାହା ଚାହେଁ। ସେ ବଡ଼ମା କହୁଛୁ ଠାକୁର ଯାହା ଚାହାନ୍ତି ମୁଁ ତାହା ଚାହେଁ। ଠିକ୍ ସେଇଭଳି ଭାବରେ ଠାକୁର ଯାହା ଚାହାନ୍ତି ସେ ବଡ଼ଦା ମଧ୍ୟ ତାହା ଜାଣନ୍ତି। ଏଭଳି ଟ୍ୟୁନିଂ ଥିଲା, ତିନି ଜଣଙ୍କର ଏଭଳି ଟ୍ୟୁନିଂ ଥିଲା ଯେ ଠାକୁର କଟକ ବସିଛନ୍ତି, ଗୋଡ଼ ଓହ୍ଲାଉଛନ୍ତି, ବଡ଼ଦା ସାଙ୍ଗେ ସାଙ୍ଗେ ଯିବେ। ବଡ଼ଦା ଜାଣିଛନ୍ତି ସେ କ'ଣ ପାଇଁ ଓହ୍ଲେଇଲେ କୁଆଡ଼େ ଯିବେ, ତାଙ୍କୁ ସେଇଠି ଦିଆଯିବ। ସେଥିପାଇଁ ଏକଥା ଠାକୁର ମଧ୍ୟ ଜାଣିଥିଲେ। କମ୍ ବୟସ, ଖୁବ୍ କମ୍ ବୟସରେ ସେ ଠାକୁର ତ ବିଶେଷ ପାଠ ପଢ଼ିନଥିଲେ, ଏ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ବିଶେଷ ପାଠ ପଢ଼ିନଥିଲେ। ତେଣୁ ଠାକୁର ତାଙ୍କୁ କହିଥିଲେ ଯାହା ହେଲେ ମାଟ୍ରିକଟା ପାସ୍ କରିବାକୁ ପଡ଼ିବ। ତେଣୁ ମାଟ୍ରିକଟା ପାସ୍ କରିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଖୁବ୍ କମ୍ ବୟସ ତାଙ୍କୁ ସତ୍ସଙ୍ଗର ଦାୟିତ୍ୱ ସେ ଠାକୁର ଦେଇଥିଲେ। ସେଥିପାଇଁ ବହୁତ ପୁରୁଣା ବ୍ୟକ୍ତିମାନେ ଯେଉଁମାନେ ଠାକୁରଙ୍କର ଅମଳର ଲୋକ ସେମାନେ ମଧ୍ୟ ବହୁତ ବିରୋଧ କରିଥିଲେ। ଠାକୁର ଯେଉଁ ଯାହା କରିଥିଲେ ଯେ ଗାଞ୍ଜା କିଏ ଦେବ ବଡ଼ କକା, ଜାଗା ତା ନାଁରେ କିଣା ବଡ଼ କକା, ଦଣ୍ଡ କିଏ ଦେବେ ନା ବଡ଼ କକା ଦେବ। ଏଭଳି ପ୍ରତ୍ୟେକ କାମ ଶ୍ରୀ ବରଦାଙ୍କୁ ସେ ବ୍ୟସ୍ତ କରିଥିଲେ। କାରଣ ସେ ଜାଣିଥିଲେ ଯେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦାଙ୍କର ଶକ୍ତି କେତେ ଆଉ କିଭଳି ଭାବରେ ଏଇ ଯେ ସବୁ ସମସ୍ୟାକୁ ସମାଧାନ କରି ସେ ସତ୍ସଙ୍ଗ ଆଗେଇ ନେଇପାରିବେ ତାହା ପରମ ଶ୍ରୀ ଠାକୁର ଅବଗତ ଥିଲେ ଏବଂ ସେଇ ଯୋଗୁଁ ସେ ବରଦାଙ୍କ ଉପରେ ସମସ୍ତ ଦାୟିତ୍ୱ ଦେଇଥିଲେ। ଆଜି ଯେ ଏତେ ମନ୍ଦିର ଗଢ଼ି ଉଠିଛି ଆପଣମାନେ ଦେଖୁଛନ୍ତି, ଓଡ଼ିଶାକୁ ସେ ବାରମ୍ବାର ଆସୁଥିଲେ ଆଉ ପୁରୀ ତାଙ୍କର ଥିଲା ପ୍ରଥମ ଜିନିଷ ଏବଂ ସେଠି ପୁରୀକି କେନ୍ଦ୍ର କରି ସେ ଯେତେ ଆଡ଼େ ବୁଲିଛନ୍ତି ଆଜି ସବୁଆଡ଼େ ଶ୍ରୀମନ୍ଦିର ହେଇଛି। ଗୋଟେ ବାଲେଶ୍ୱର ପାଖରେ ଗୋଟେ ଜାଗା ଅଛି, ଭଦ୍ରକ ପାଖରେ, ସେ କ'ଣ ଜାଗାଟା ତାଙ୍କର ହଠାତ୍ ମନେ ପଡ଼ୁନି। ସେ ଜାଗା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ଓହ୍ଲେଇଥିଲେ, ଟିକେ ଖାଲି ଗୋଟେ ମିନିଟ୍ ରହିଥିଲେ, ସେ ତିଆରି ଗୋଟେ ନା ଅଭିମାନ ହେଇଲା ନା ଧରଣୀ ଭାଇ ରହୁଛନ୍ତି ସେ ଜାଗା। ତେଣୁ ଯୋଉ ଜାଗାକୁ ଯାଉଥିଲେ ବ୍ରହ୍ମପୁର ମାନେ ପିତାଙ୍କର ଇଚ୍ଛା କିଭଳି ପୁତ୍ର ପୂରଣ କରନ୍ତି ସେ ଆଚାର୍ଯ୍ୟ ପରମ୍ପରା ଆଚାର୍ଯ୍ୟ ପରମ୍ପରା ଭିତରେ ସେଟା ଦେଖେଇ ଦେଇଯାଇଛନ୍ତି। ଶ୍ରୀ ଠାକୁର ଯାହା ଚାହିଁଥିଲେ ଶ୍ରୀ ବରଦା ତାହା ପୂରଣ କରିଥିଲେ। ଶ୍ରୀ ଠାକୁର ଚାହିଁଥିଲେ 108ଟା ମନ୍ଦିର ଭାରତ ବର୍ଷରେ, କିନ୍ତୁ ଆଜି ତ ବହୁତ ମନ୍ଦିର ହେଲାଣି। ବରଦା ତାହା ପୂରଣ କରିଥିଲେ ଆଉ ବରଦା ଯାହା ଚାହିଁଥିଲେ ଯୋଉ ଜାଗାକୁ ଯାଇଥିଲେ ପରମ ପୂଜ୍ୟପାଦ ଶ୍ରୀ ଦାଦା ଦେଖନ୍ତୁ ତାକୁ ଖୋଜିଲୁଣି, ମାନେ କୁଆଡ଼େ ଯାଇଥିଲେ, କ'ଣ କରୁଥିଲେ, କୋଉଠି ଟିକେ ଓହ୍ଲେଇକି ବସିଥିଲେ, କୋଉଠି ଟିକେ ବାଥରୁମ୍ ଯାଇଥିଲେ, କୋଉଠି ସେ କ'ଣ ଟିକେ ମାନେ ଟିଫିନ୍ ଖାଇଥିଲେ, ଏମିତି ସବୁ ଜାଗା ପୁରା ଟିକି ଧରିକି ପରମ ପୂଜ୍ୟପାଦ ଶ୍ରୀ ଦାଦା ସେଇ ଜାଗାମାନଙ୍କର ସବୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ସବୁ ଜାଗାରେ ତିଆରି କରିଛନ୍ତି। ତେଣୁ ସେଇଭଳି ଭାବରେ ଆଚାର୍ଯ୍ୟ ପରମ୍ପରା ପରମ ପୂଜ୍ୟପାଦ ଶ୍ରୀ ବରଦା ବହୁତ ବଡ଼ ସାହସିକତାର ସହିତ ନିଜ ସତ୍ସଙ୍ଗ ଆଗେଇ ନେଉଥିଲେ। କେତେ ବିରୋଧ ସେତେବେଳେ ସତ୍ସଙ୍ଗର ଲୋକମାନେ କରୁଥିଲେ ତାହା ଆମେ ବିଶେଷ ପଢ଼ିଲେ ଜାଣିବା। କିନ୍ତୁ ସବୁ ଯାକ ଏଭଳି ମଧ୍ୟ ତାଙ୍କୁ କୋର୍ଟକୁ ଯିବାକୁ ପଡ଼ିଛି, ତାଙ୍କୁ ଜେଲକୁ ଯିବାକୁ ପଡ଼ିଛି ସତ୍ସଙ୍ଗ ପାଇଁ। କେତେ କଥା ସବୁ ମାନେ ତାଙ୍କ ହେଇଛି। ଆଉ ଯଦି ସତ୍ସଙ୍ଗର ପଳାଇବାର ଆଜି ଏଭଳି ଅବସ୍ଥାକୁ ଆସିଛି ତାର ମୂଳରେ ହେଉଛନ୍ତି ପରମ ପୂଜ୍ୟପାଦ ଶ୍ରୀ ବରଦା। ଯାହା ହଉ ସେଟା ଆଜି ନାହାନ୍ତି। ତାଙ୍କର ଯୋଉ ଲୀଳାକଳା ଠାକୁରଙ୍କ ପରେ ତାଙ୍କର ଯୋଉ ଲୀଳାକଳା ଚାଲିଥିଲା
ପୁରୀ ହେଉଛି ଗୋଟେ ଅନ୍ୟତମ ସ୍ଥାନ ମଧ୍ୟ ସେଇଠି ମଧ୍ୟ ସେ ଆଜି ତାଙ୍କର ସମାଧି ଅଛି। ଆମେ ପୁରୀରେ ଥିଲାବେଳେ ଯେ ବହୁତ ଲୋକ ଆସନ୍ତି ଯେ ତ୍ରିପୁରା କୁହନ୍ତୁ ଆସାମ କୁହନ୍ତୁ ନାଗାଲାଣ୍ଡ କୁହନ୍ତୁ ବିଭିନ୍ନ ଆଡ଼ୁ ଲୋକ ଆସନ୍ତି ସେମାନେ ସବୁ ଆସି କହନ୍ତି ଆମେ ଆଶ୍ରମ ଆସିଥିଲୁ ଆଉ ଆଚାର୍ଯ୍ୟ କହିଲେ ପୁରୀକି ଯାଅ ବର୍ଦ୍ଧାଙ୍କୁ ଦର୍ଶନ କରିବ ବା ଯେ ହେଲେ ତାକୁ ଫ୍ୟାମିଲି କହିବେ ଯାଅ ପୁରୀ ଯାଅ ବର୍ଦ୍ଧାଙ୍କୁ ଦର୍ଶନ କରିକି ଆସିବ। ସେମାନେ ବହୁତ ଭାବରେ ଆଶ୍ରମକୁ ଆସିକି ତାପରେ ପୁରୀକୁ ମଧ୍ୟ ଆସନ୍ତି। ତେଣୁ ଯାହା ହଉ ତାଙ୍କର ସ୍ମୃତି ଆଜି ଆମମାନେ ମଧ୍ୟ ପରିପାଳନ କରୁଛେ। କିନ୍ତୁ ଗୋଟେ କଥା ହେଉଛି ସେଇ ଯେ ତାଙ୍କର ଯେଉଁ ଇଚ୍ଛା ସେ ଯେଭଳି ଭାବରେ ସତ୍ସଙ୍ଗ ଆଗେଇ ଦେଇଥିଲେ ସେ ଯେଭଳି ଭାବରେ ସମସ୍ତଙ୍କୁ ଏକାଠି କରି ଚାଲିଥିଲେ ଯେଉଁ ସାହସିକତାର ସହିତ ଯେଉଁ କାମଦାନ ସବୁ କରିଥିଲେ ଗୋଟେ ସ୍ୱସ୍ତି ବାହିନୀ ମଧ୍ୟ ସେ ଗଠନ କରିଥିଲେ। ଯେତେବେଳେ ଯେଉଁ ବିରୋଧ ଭାବ ସବୁ ଥିଲା ଗୋଟେ ସ୍ୱସ୍ତି ବାହିନୀ ମଧ୍ୟ ଗଠନ କରୁଥିଲେ। ବହୁତ ଲୋକ ମାନେ ହଇରାଣ ହରକତରେ ପଡ଼ି ଆସି ତାଙ୍କୁ ନିବେଦନ କରୁଥିଲେ ସେ ମଧ୍ୟ ସମସ୍ତଙ୍କୁ ସାହାଯ୍ୟ ଯେଭଳି ଭାବରେ କରିବା କଥା କରୁଥିଲେ। ତେଣୁ ସେଇଭଳି ଭାବରେ ଯଦି ଆମେ ଚାଲିବା ଆଜି ଆମେ ତାଙ୍କର ଜନ୍ମତିଥି ପାଳନ କରୁଛେ ଆଜି ତିରୋଧାନ ତିଥି ପାଳନ କରୁଛେ ବା ତାଙ୍କ ଉଦ୍ଦେଶ୍ୟରେ ଯାହା ଯାହା ଆମେ ସବୁ କରୁଛେ ଯଦି ଯାହା ଠାକୁରଙ୍କର କଥା ବାସ୍ତବ ଭାବରେ ଆମେ ଯଦି ତାକୁ ଆମେ ପରିପାଳନ କରିବା ତେବେ ଆମେ ତାହା ଠିକ୍ ଭାବରେ ତାଙ୍କର ସ୍ମୃତିକି ରକ୍ଷା କରିପାରିବା। ଯାହା ସମୟ ସାପେକ୍ଷ ଜୟ।